ବାସ୍ତବରେ ଏହା ସାମାନ୍ୟ ନୁହେଁ, ଅନ୍ତତଃ ଆମମାନଙ୍କର ଜୀବନ ପାଇଁ ଆମେ ସମସ୍ତେ ଅନନ୍ତଙ୍କର ଅଭୟ ଚରଣ ତଳେ ନିଜକୁ ଜଣେ ଜଣେ ସମର୍ପିତ ଜୀବନ ଭାବରେ ସମର୍ପଣ କରିଛେ। ତେବେ ଆମ ପାଇଁ ଅନନ୍ତଙ୍କର ସାକ୍ଷାତ ସେ ବିଗ୍ରହ ଗୁରୁ ସ୍ୱରୂପ ମାଧ୍ୟମରେ ଆମ ନିକଟରେ ଆମେ ତାଙ୍କୁ ପ୍ରତ୍ୟକ୍ଷରେ ଦର୍ଶନ କରୁଛୁ, ପ୍ରତ୍ୟକ୍ଷରେ ତାଙ୍କର ମୁଖାରବିନ୍ଦର ପରିଭାଷାକୁ ଆମେ ଶ୍ରବଣ କରୁଛେ। ଏହା ନିଶ୍ଚିତ ଭାବରେ ଗୋଟିଏ ଜନ୍ମ ନୁହେଁ, ଅନେକ ଜନ୍ମ ଜନ୍ମାନ୍ତରର ଫଳର ଆମେ ବର୍ତ୍ତମାନ ପ୍ରାପ୍ତି ହେଉଛୁ। ଗୁରୁଦେବ କୁହନ୍ତି ପ୍ରତିଟି ସନ୍ଧ୍ୟା ସାମାନ୍ୟ ସନ୍ଧ୍ୟା ରୂପେ ଆମ ସମସ୍ତଙ୍କ ଜୀବନକୁ ଆସେ, ପୁଣି ଚାଲିଯାଏ, କିନ୍ତୁ ସେହି ସନ୍ଧ୍ୟାଟି ଆମ ଜୀବନ ପାଇଁ କିଛି ସ୍ୱତନ୍ତ୍ରତାର ଭାବକୁ ବହନ କରେ, ଯେଉଁ ସନ୍ଧ୍ୟାରେ ଆମେ ଗୁରୁ ଗୋବିନ୍ଦଙ୍କର ଦିବ୍ୟ ସାନ୍ନିଧ୍ୟକୁ ଲାଭ କରୁ। ତେଣୁ ଆଜିର ସନ୍ଧ୍ୟା ଆମମାନଙ୍କ ପାଇଁ ସାମାନ୍ୟ ସନ୍ଧ୍ୟା ନୁହେଁ, କାରଣ ଆମେ ପ୍ରତ୍ୟକ୍ଷ ଭାବରେ ଅନନ୍ତଙ୍କର ଦିବ୍ୟ ଐଶ୍ୱର୍ଯ୍ୟତାର ଦିବ୍ୟ ସ୍ପର୍ଶକୁ, ଦିବ୍ୟ ସଂଗଲାଭକୁ ଅନୁଭବ କରୁଛେ। ତେଣୁ ଏ ସନ୍ଧ୍ୟା ହୁଏତ ଆସନ୍ତାକାଲିର ସନ୍ଧ୍ୟା ନ ହେଇପାରେ, କିମ୍ବା ଗତକାଲି ସନ୍ଧ୍ୟାର ସ୍ୱରୂପ ଆଜିର ସନ୍ଧ୍ୟାର ସ୍ୱରୂପ ସମାନ ନ ହେଇପାରେ। ପ୍ରତିଟି ମୁହୂର୍ତ୍ତ ଆମ ଜୀବନ ପାଇଁ ଏକ ସ୍ୱତନ୍ତ୍ର। ଗୁରୁଦେବଙ୍କର ବଢ଼ିଆ କଥାମୃତରେ ଖାଲିକେ ମନେ ପଡୁଛି, ଜୀବନରେ ଯଦି ଆସିଛି ସୁଯୋଗ, ହରାବନା ବାବୁ ସେଇ ସୌଭାଗ୍ୟ, ସୁଯୋଗ ହାରିଲେ ଆସଇ ଦୁର୍ଯୋଗ, ସୁଯୋଗ ସୌଭାଗ୍ୟ ହୋଇଯାଏ ଭାଗ। ଈଶ୍ୱର ସବୁବେଳେ କୃପା କରନ୍ତିନି ଆମ ପାଇଁ ଏକ ସୁଯୋଗ ସୃଷ୍ଟି କରିବା ପାଇଁ, କେତେବେଳେ କେତେବେଳେ ଈଶ୍ୱର ସୃଷ୍ଟି କରନ୍ତି ସୁଯୋଗ ଆମ ପାଇଁ। ଆମେ ଏଭଳି ଗୋଟେ କୃପାର ଗଳ ଭିତରେ ରହିଛେ, ଯେଉଁ ଅନନ୍ତ ଜଗତର ବିଶ୍ୱ ନିୟାମକ ପୁରୁଷ, ଆମେ ସମସ୍ତେ ତାର ଚରଣ ତଳେ ଶରଣାର୍ଥୀ, ଆଶ୍ରିତ, ସମର୍ପିତ। ଯେମିତି ଆପଣମାନେ ଶାସ୍ତ୍ରରେ ପଢୁଛନ୍ତି, ଭାଗବତରେ ପଢୁଛନ୍ତି, ବିଷ୍ଣୁ ପୁରାଣରେ ପଢୁଛନ୍ତି, ବା ନାନାଦି ଆଖ୍ୟାନ ଉପାଖ୍ୟାନ ହରିବଂଶ ଇତ୍ୟାଦିରେ ପଢୁଛନ୍ତି, ତାହା ଏକ ଉପାଖ୍ୟାନ ହେଇପାରେ, ତାହା ଏକ ନିରାମୃତର ପରିଭାଷା ହେଇପାରେ, କିନ୍ତୁ ସେ ନିରାର ପରିଭାଷା ଭିତରେ ଆମ ପାଇଁ ବାସ୍ତବତାଟା କଣ? ଆମ ମନରେ ଏବେ ବି ରହିଛି, ଆମେ ଯେଉଁଠିକି ଯାଉଛୁ ତାହା ଆମର ଗୁରୁ ପୀଠ। କିଏ କିଏ କୁହନ୍ତି ବାବା ବଳିଆଙ୍କର ଆଶ୍ରମ, କିଏ କିଏ କହୁଛନ୍ତି ଶିଶୁ ଅନନ୍ତ ଆଶ୍ରମ, କିଏ କହିଲେଣି ବଳିଆ ବାବାଙ୍କ ମଠ, କିଏ କହିଲେଣି ଅନନ୍ତ ଗୋସାଇଙ୍କ ପୀଠ। ଏମିତି ନାନା ପ୍ରକାର ପରିଭାଷା ଭିତରେ ଯାହାଙ୍କ ନିକଟରେ ଆମେ ସମର୍ପିତ, ଆମେ ତାକୁ ବିଭକ୍ତ ଶବ୍ଦରେ ଶବ୍ଦାୟିତ କରିଛୁ, କିନ୍ତୁ ବାସ୍ତବତା ସେଇଆ ନୁହେଁ ଯାହା ଆମେ କହୁଛୁ। ନା ସେ ବଳିଆ ବାବାଙ୍କର ମଠ ଶବ୍ଦକୁ ଯେହେତୁ ଆମେ ବୁଝିନୁ, ତେଣୁ ଆମେ ସେ ପବିତ୍ର କ୍ଷେତ୍ରକୁ କହୁଛୁ ମଠ। ନା ସେ ବାବା ବଳିଆଙ୍କର ଆଶ୍ରମ, ସେ କଥା ବି ନୁହଁ, ସେ କଥା ଲୋକମୁଖର ଏକ ଶବ୍ଦାବଳୀ ହେଇପାରେ, ବାସ୍ତବତା ନୁହେଁ। ବାସ୍ତବତା ହଉଛି ଏଇଆ, ଅନନ୍ତଙ୍କର ନିଜସ୍ୱ ଧାମ, ନିଜସ୍ୱ କ୍ଷେତ୍ର ହଉଛି ତାହା। ଭାଗବତ ପ୍ରସଙ୍ଗରେ ଆପଣମାନେ ଜାଣିଛନ୍ତି, ଖାଲି ମନେ ପକେଇବି। ଧରଣୀ ରାଣୀ ଭେଲୁରୂପ ହୋଇ ଅନନ୍ତଙ୍କ ନିକଟରେ ଆସି ପ୍ରାର୍ଥନା କରି କ୍ଷୀରାବ୍ଧି ସାଗର ଦତ୍ତ। ଧରଣୀ ମାତାର ଏ କ୍ରନ୍ଦନକୁ ଈଶ୍ୱର ଶୁଣିଥିଲେ ବି ଅବତରିତ ହେଇନଥିଲେ, ଯାହା ଭାଗବତରେ ବର୍ଣ୍ଣନା ହେଉଛନ୍ତି। ତେଣୁ ଧରଣୀ ରାଣୀ ସେଇ ଧନୁ ସ୍ୱରୂପା ହୋଇ ପହଞ୍ଚିଲେ ଦେବରାଜ ଇନ୍ଦ୍ରଙ୍କ ନିକଟରେ। ଦେବରାଜ ଇନ୍ଦ୍ରଙ୍କୁ ଦୁଃଖ ଜଣାଇଲେ, ବାପର ଭାର ବହୁତ ହେଇଗଲାଣି ବୋଲି ବିନତି କଲେ। ତେଣୁ ଦେବରାଜ ଇନ୍ଦ୍ର ମା ଧରିତ୍ରୀଙ୍କର ଏକାଦଶ ଦୁଃଖକୁ ଦେଖି ଅତ୍ୟନ୍ତ ଆହୁରି ଦୁଃଖିତ ହୋଇ ସମସ୍ତ ଦେବତାମାନଙ୍କ ସହିତ ସମବେତ ଭାବରେ କ୍ଷୀରାବ୍ଧି ସାଗର ତଟରେ ପହଞ୍ଚି ଅନନ୍ତ ସୁନ୍ଦରଙ୍କୁ ପ୍ରାର୍ଥନା କଲେ। ସମବେତ ଭାବ
এইটা করে ଆପଣ ମାନେ ସବୁଦିନ ଘରେ ପ୍ରାର୍ଥନା କରନ୍ତି ଆଜି କିନ୍ତୁ ଅନନ୍ତଙ୍କର ସମ୍ମୁଖରେ ଆମେ ସମବେତ ପ୍ରାର୍ଥନା କରୁ ବ୍ୟକ୍ତିଗତ ପ୍ରାର୍ଥନା ଆଉ ସମବେତ ପ୍ରାର୍ଥନା ଏହା ଭିତରେ ଅନେକ ଫରକ ବ୍ୟକ୍ତିଗତ ଆମେ ଯେତେବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରୁ ତାହା ଆମ ଜୀବନର ବ୍ୟକ୍ତିଗତ ଭାବନା ସହିତ ସଂଲଗ୍ନ କିନ୍ତୁ ସାମୂହିକ ପ୍ରାର୍ଥନା ସମବେତ ପ୍ରାର୍ଥନା ଈଶ୍ୱରଙ୍କ ନିକଟରେ ଅତି ଶୀଘ୍ର ପହଞ୍ଚେ ତେଣୁ ଗୁରୁଦେବ ଆଦେଶ ଦେଲେ ମାସକୁ ଅନ୍ତତଃ ଥରେ ହଉ ସତସଙ୍ଗ ଟିକେ କର ସାମୂହିକ ପ୍ରାର୍ଥନା କର ସାମୂହିକ ସତସଙ୍ଗ କର ସେଇଥିପାଇଁ କାରଣ ସମବେତ ପ୍ରାର୍ଥନା ଭିତରେ ଈଶ୍ୱରୀୟ ଭାବନା କେବଳ ଆମ ଭିତରେ ସୃଷ୍ଟି ହୁଏ ନା ଈଶ୍ୱର ଅଧିକରୁ ଅଧିକ ସେ କଥାକୁ ଶୁଣନ୍ତି ତେଣୁ ଦେବରାଜ ଇନ୍ଦ୍ରଙ୍କୁ ପ୍ରତିନିଧିତ୍ୱ କରି ସମସ୍ତ ଦେବାଦେବୀ ମାନେ ଯେତେବେଳେ ପ୍ରାର୍ଥନା କରିଛନ୍ତି ଘେରାବେ ସାଗର ତଟରେ লীলামୟ ପୁରୁଷ ଭଗବାନ ଅନନ୍ତ ସୁନ୍ଦର ତାପରେ ବି ଆବିର୍ଭାବ ହେଇନାହାନ୍ତି ପୁଣି ଭାଗବତରେ ପୁଣି ବର୍ଣ୍ଣନା ହେଲେ ଦେବରାଜ ଇନ୍ଦ୍ରଙ୍କ ସମେତ ଉପସ୍ଥିତ ସମସ୍ତ ଦେବତାମାନେ ମନରେ ଆହୁରି ଦୁଃଖ ପ୍ରକାଶ କଲେ ଆମମାନଙ୍କର ପ୍ରାର୍ଥନା ହୁଏ ଈଶ୍ୱରଙ୍କ ନିକଟରେ ପହଞ୍ଚି ପାରୁନି ଆମମାନଙ୍କର ଦୁଃଖ ତାଙ୍କ ଶ୍ରୀ ଚରଣ ତଳେ ବାସ୍ତବରେ ସମର୍ପିତ ବୋଧେ ହେଇପାରୁନି ଏଣୁ ପ୍ରଜାପତି ବ୍ରହ୍ମାଙ୍କ ନିକଟରେ ପହଞ୍ଚିଲେ ଦେବରାଜ ଇନ୍ଦ୍ର ଏବଂ ସମସ୍ତ ଦେବତାମାନେ ପ୍ରଜାପତି ବ୍ରହ୍ମାଙ୍କ ବିନତି କଲେ ଅନ୍ତତଃ ଆପଣ ଟିକେ ଆସନ୍ତୁ ଆପଣ ପିତାମହ ଭାବରେ ଦେବତାମାନଙ୍କର ଅଧିପତି ଭାବରେ ଆପଣ ଅନ୍ତତଃ ଟିକେ ପ୍ରାର୍ଥନା କରନ୍ତୁ ଭୂଭାର ପାପ ଭାରା ବର୍ତ୍ତମାନ ଧରିକରି ତେଣୁ ବର୍ତ୍ତମାନ ଅବସ୍ଥାରେ ଈଶ୍ୱରଙ୍କର ଅବତୀର୍ଣ୍ଣ ହେବା ନିହାତି ଆବଶ୍ୟକ ତେଣୁ ପ୍ରଜାପତି ବ୍ରହ୍ମା ଦେବରାଜ ଇନ୍ଦ୍ରଙ୍କ ସମେତ ସମସ୍ତ ଦେବତାମାନେ ଆସି ସେହି କ୍ଷୀରାବ୍ଦି ସାଗର ତଟରେ ଆଉ ଥରେ ସମବେତ ହେଲେ ପ୍ରଜାପତି ବ୍ରହ୍ମା ଦେବତାମାନେ ଯେଭଳି ପ୍ରାର୍ଥନା କରିଥିଲେ ପ୍ରଜାପତି ବ୍ରହ୍ମା ସେଭଳି ପ୍ରାର୍ଥନା କଲେନି ଧ୍ୟାନସ୍ଥ ହେଲେ ପ୍ରଜାପତି ବ୍ରହ୍ମାଙ୍କର ସୃଷ୍ଟି ହେଉଛି ଧ୍ୟାନରୁ ଧ୍ୟାନ ମୁଦ୍ରାରୁ ତାଙ୍କର ସୃଷ୍ଟି କାରଣ ଶାସ୍ତ୍ରର ତତ୍ତ୍ୱକୁ ଶାସ୍ତ୍ରୀୟ ସିଦ୍ଧାନ୍ତକୁ ସଂସ୍କାରିତ ଭାବଧାରାରେ ଗୁରୁଦେବ ଉପସ୍ଥାପନ ଏହା ହିଁ କରନ୍ତି ପ୍ରଜାପତି ବ୍ରହ୍ମା ସୃଷ୍ଟି ହେଲେ ଧ୍ୟାନ ଅବସ୍ଥାରୁ ଅନନ୍ତଙ୍କର ନାଭି କମଳରେ ବ୍ରହ୍ମାଙ୍କର ଅବସ୍ଥିତି ଗୁରୁଦେବ ଯେତେବେଳେ ଧ୍ୟାନ ଶିକ୍ଷା ଦେଲେ ରାଜରାଜାଦି ଯୋଗର ଶିକ୍ଷା ଦେଲେ ପ୍ରଥମ କହିଲେ ପତଞ୍ଜଳି ଯୋଗ ଶାସ୍ତ୍ରକୁ ଅନୁସରଣ କରିନାହାନ୍ତି ଗୁରୁଦେବ ପତଞ୍ଜଳି ଯୋଗ ସିଦ୍ଧାନ୍ତ କହୁଛି ମୂଳାଧାର ଚକ୍ରରୁ ଧ୍ୟାନର ପ୍ରକ୍ରିୟା ଆରମ୍ଭ କର ଗୁରୁଦେବ ମନା କଲେ ନା ମୂଳାଧାର ଚକ୍ର ନୁହେଁ ନାଭି ଚକ୍ରରୁ ଧ୍ୟାନର କ୍ରିୟା ଆରମ୍ଭ କର ଅଧିକ ବଳିଷ୍ଠ କାହିଁକିନା ଧ୍ୟାନ ନାଭି ଚକ୍ର ହଉଛି ବ୍ରହ୍ମାଙ୍କର ଚକ୍ର ଶକ୍ତିଙ୍କର ଚକ୍ର ତାହା ଶାସ୍ତ୍ର କହୁଛି କାଳେ ସେ ମଣିପୁର ଚକ୍ର ଶରୀର ଭିତରେ ମଣି କହିଲେ ଅତ୍ୟନ୍ତ ମୂଲ୍ୟବାନ ଦ୍ରବ୍ୟର ନାଁ ହଉଛି ମଣିପୁର ଚକ୍ରଟା 10 ଦଳ ପଦ୍ମଟା କାଳେ ନାଭି ଚକ୍ର ତେଣୁ ଜୀବନଟା ପ୍ରାରମ୍ଭ ହୁଏ ନାଭି ଚକ୍ରକୁ ଆଧାର କରି ମାର ଗର୍ଭରେ ଆମେ ସମସ୍ତେ ଯେତେବେଳେ ଥିଲେ ନାଭି ଚକ୍ରଟା ହିଁ ମା ସହିତ ଯୋଡ଼ି ହେଇକି ଥିଲା ଆଉ କିଛି ଅଙ୍ଗ ଆମର ଯୋଡ଼ି ହେଇକି ନଥିଲା ଆମ ଶରୀର ଗଠନ ହେଲା ସମୃଦ୍ଧ ହେଲା ସମ୍ପୂର୍ଣ୍ଣ ବିକଶିତ ହେଲା ନାଭି ଚକ୍ରକୁ ଆଧାର ତେଣୁ ଜୀବନର କେନ୍ଦ୍ରବିନ୍ଦୁ ହଉଛି ନାଭି ଚକ୍ର ତେଣୁ ଗୁରୁଦେବ ତାହା ହିଁ ବତେଇଲେ ଆମମାନଙ୍କୁ ମାର୍ଗଦର୍ଶନ କଲେ ଜୀବନରେ ଯଦି ସାଧନରେ ଯୋଗ କ୍ରିୟାରେ ଉତ୍ତମ ଶିଖରକୁ ଯିବା ପାଇଁ ଇଚ୍ଛା କରୁଛ ପ୍ରଥମେ ନାଭି ଚକ୍ରରୁ ଧ୍ୟାନ ଆରମ୍ଭ କର ଜୀବନ ଆରମ୍ଭ ହୁଏ ନାଭି ଚକ୍ର ତେଣୁ ପ୍ରଜାପତି ବ୍ରହ୍ମା ସେହି ଧ୍ୟାନ ମୁଦ୍ରାରେ ବସିଲେ ଏବଂ ଧ୍ୟାନସ୍ଥ ଅବସ୍ଥାରେ ନିୟାମକ ପୁରୁଷଙ୍କୁ ପ୍ରାର୍ଥନା କଲେ ହେ ପ୍ରଭୁ ଆପଣ ଅବତରିତ ହୁଅନ୍ତୁ ପ୍ରଜାପତି ବ୍ରହ୍ମାଙ୍କର ସେହି ଧ୍ୟାନ ମୁଦ୍ରାର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଅନନ୍ତ ସୁନ୍ଦର ଯେଉଁଠି ଅବତୀର୍ଣ୍ଣ ହେଲେ ଦେବତାମାନଙ୍କୁ ଅଭୟ ପ୍ରଦାନ କଲେ ତୁମେ ଯାଅ ଫେରିଯାଅ ମୁଁ ନିଶ୍ଚିତ ଅବତାର ଗ୍ରହଣ କରିବି ତାପରେ ହଉଛନ୍ତି କିଏ ନା ଅଷ୍ଟମ ଅବତାର ଭଗବାନ ଶ୍ରୀକୃଷ୍ଣ ଦେବତୀ ମାଙ୍କର ଅଷ୍ଟମ ଗର୍ଭରେ ଅବତୀର୍ଣ୍ଣ ହେଲେ ଭଗବାନ କୃଷ୍ଣ ଇଏ ସେବକ ଭାଗବତରେ ଇଏ ବୃତ୍ତାନ୍ତ କହିବାର ଅନ୍ତରାଳରେ ଉଦ୍ଦେଶ୍ୟ ହେଉଛି ଏହା
କ୍ଷୀରାବ୍ଦି ସାଗର ତଟ, ଯାହାର ପୂର୍ବ ନାମ ହଉଛି ମହୋଦଧି। ମହୋଦଧି ପୂର୍ବରୁ ଆମେ ତାକୁ କଳିଙ୍ଗ ସାଗର ପାଇଁ ନାମକରଣ କରିଥିଲେ ଏବଂ କଳିଙ୍ଗ ସାଗର ପୂର୍ବରୁ ଶାସ୍ତ୍ର ସେୟାକୁ କ୍ଷୀରାବ୍ଦି ସାଗର ଭାବରେ ବର୍ଣ୍ଣନା କରିଛି। ପୁରାଣ ଭାଷାରେ ଯାହା କ୍ଷୀରାବ୍ଦି ସାଗର, ପରବର୍ତ୍ତୀ ସମୟରେ ସେ ହେଉଛି କଳିଙ୍ଗ ସାଗର। କଳିଙ୍ଗ ସାଗର ଏବେ ଅତ୍ୟାଧୁନିକ ହେଉଛି ବଙ୍ଗୋପସାଗର, କିନ୍ତୁ କଳିଙ୍ଗ ସାଗର ପୂର୍ବରୁ ତା ନାଁ ଥିଲା ମହୋଦଧି। ଆମେ ସେଇ କ୍ଷୀରାବ୍ଦି ସାଗର ତଟର ଅଧିବାସୀ। ଆଉ ଅନନ୍ତଙ୍କ କ୍ଷେତ୍ରରେ ଯେଉଁଠି ଦେଖୁଛନ୍ତି, ବ୍ରହ୍ମାଙ୍କର ଧ୍ୟାନରେ ସନ୍ତୁଷ୍ଟ ହୋଇ ଅନନ୍ତ ନାରାୟଣ ଯେଉଁଠି ଆବିର୍ଭାବ ହୋଇଥିଲେ, ସେଇ ଧାମ ହେଉଛି ଆମେ ଯାହାଙ୍କ ନିକଟକୁ ଯାଉଛେ, ଯାହାଙ୍କୁ ହୁଙ୍କା ଭିତରେ ଆମେ ଦର୍ଶନ କରୁଛେ। ଅନନ୍ତଙ୍କର ପ୍ରକଟ ସ୍ଥଳ, ପ୍ରାକଟ୍ୟ ସ୍ଥଳ, ନିଜ ଇଚ୍ଛାରେ ସେ ସେଠି ଆବିର୍ଭାବ ହୋଇଥିଲେ। ଏଇ ତାଙ୍କୁ ଆବାହନ କରିନାହାନ୍ତି, ଯୁଗ ଯୁଗର ସେ ହେଉଛି ଅନନ୍ତଙ୍କର ଧାମ। ଧାମ ସଜେଇ ପାରିବନି, ସବୁ ହୁଏତ ପୀଠ ହୋଇପାରେ, କ୍ଷେତ୍ର ହୋଇପାରେ, ଧାମ ହୋଇପାରିବନି। ଈଶ୍ୱର ଯେଉଁଠି ନିଜେ ଇଚ୍ଛା କରି ନିଜ ସ୍ୱରୂପକୁ ନିଜେ ପ୍ରକଟ କରନ୍ତି, ସିଏ ହେଉଛି ଧାମ। ନାମ ସ୍ୱତନ୍ତ୍ର ହୁଏ, ପୂର୍ବ ନାମ ସେଠି ରୁହେନି, ସିଏ ହେଉଛି ଧାମ। ଲୀଳା ପୂର୍ବର ଲୀଳା ଅନୁସୃତ ହୁଏନି, ସ୍ୱତନ୍ତ୍ର ଲୀଳା ହୁଏ, ସିଏ ହେଉଛି ଧାମ। ସବୁ ଧାମ ପଦବାଚ୍ୟ ହେଇପାରିବେନି। ଯେଉଁଠି ଲୀଳା ସ୍ୱତନ୍ତ୍ର, ନାମ ସ୍ୱତନ୍ତ୍ର ଏବଂ ଈଶ୍ୱରଙ୍କର ଅବସ୍ଥିତି ସ୍ୱତନ୍ତ୍ର, ସେ ହେଉଛି ଧାମ। ଏଇ ନ୍ୟାୟରେ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ହେଉଛି ଧାମ। ଈଶ୍ୱର ନିଜେ ଇଚ୍ଛା କରି ଅବତୀର୍ଣ୍ଣ ହେଲେ, ଜଗନ୍ନାଥଙ୍କୁ ତିଆରି କରିବେ, ନିଜେ ନିଜକୁ ତିଆରି କରି ସେ ଅବତୀର୍ଣ୍ଣ ହେଇଛନ୍ତି। ତେଣୁ ଅନନ୍ତଙ୍କର ଧାମରେ ଯେଉଁଠି ଅନନ୍ତ ନାରାୟଣ ନିଜେ ଇଚ୍ଛା କରି ଅବତୀର୍ଣ୍ଣ ହେଇଥିଲେ, ସେ ପବିତ୍ର କ୍ଷେତ୍ର ଆଜି ହୁଙ୍କାର ସ୍ୱରୂପ ନେଇଛି। କାଳାନ୍ତରରେ ସମୟାନ୍ତରରେ ସମୁଦ୍ର ଘୁଞ୍ଚି ଘୁଞ୍ଚି ଯାଇଛି। ଏହା ଇତିହାସ ବର୍ଣ୍ଣନା ସାପେକ୍ଷ। ଆପଣମାନେ ଇତିହାସରେ ଜାଣିପାରିବେ। ନିକଟରେ ତିର୍ତ୍ତୋଲ, ସମୁଦ୍ରର ମୁହାଣ, ମହାନଦୀ, ଚିତ୍ରୋତ୍ପଳ, ପାଇକା, ତ୍ରିକୋଣ ଭୂମି ଏବଂ ଯୋଉ ମୁହାଣ ନିକଟରେ, ମୁହାଣ ଆଜି ଟିକେ ଘୁଞ୍ଚି ଯାଇଛି ଆଗକୁ। କ୍ଷୀରାବ୍ଦି ସାଗର ତଟରେ ଅନନ୍ତଙ୍କର ଯେଉଁ ପବିତ୍ର ସ୍ଥାନ, ଯେତେବେଳେ ଲୋକଲୋଚନରୁ ହଜି ଯାଇଛି, ଲୋକଲୋଚନରୁ ଅଗୋଚରରେ ରହିଯାଇଛି, ସେତିକି ବେଳେ ଆମ ସମ୍ମୁଖରେ ବିରାଜମାନ ଯୁଗ ପୁରୁଷ, ସେଇ ଦିବ୍ୟ ସତ୍ତା ସ୍ୱରୂପର ଅଧିକାରୀ ପରମ ପୁରୁଷ ଗୁରୁ ସ୍ୱରୂପରେ ଆସି ନିଜ କଥାକୁ ନିଜେ ହିଁ ପ୍ରଥମ ସୂଚିତ କରେ। ଗୁରୁଦେବଙ୍କ ଦ୍ୱାରା ସେ ପବିତ୍ର ଆସ୍ଥାନ ଲୋକମୁଖକୁ ଆସିଛି। ଏଭଳି ସ୍ୱରୂପଟିଏ ଜଗତରେ ଆଜି ପର୍ଯ୍ୟନ୍ତ ତିଆରି ହେଇନାହାନ୍ତି, ଯାହା ଯେଉଁ ଶ୍ରୀ ସ୍ୱରୂପ ସେଠି ବିଦ୍ୟମାନ। ସ୍ୱରୂପ ବା ରୂପ ସ୍ୱତନ୍ତ୍ର, ନାମ ସ୍ୱତନ୍ତ୍ର। କାରଣ ଅନନ୍ତ ହଉଛନ୍ତି ସେଇ ଯୁଗାବତାରୀ ପୁରୁଷ, ପ୍ରତିଟି ଯୁଗର ଯେ ଅଧୀଶ୍ୱର ସେ ହଉଛନ୍ତି ନିଜେ ଅନନ୍ତ। ଆମର ଭାଗବତରେ ଯୋଉ ବ୍ରାହ୍ମଣର 6 ପୁତ୍ର ଯେତେବେଳେ ହରଣ ହେଇଛନ୍ତି, ହରି ହରି ଅର୍ଜୁନ ଏକା ବେଳେ ପଡ଼ିଲେ ହରି ପାଦ ତଳେ। ହରି ଅର୍ଜୁନ ଏକା ବେଳେ ପଡ଼ିଲେ ହରି ପାଦ ତଳେ। କୃଷ୍ଣ ଅର୍ଜୁନ କଲେ ପୁଣି କୋଉ ହରିଙ୍କ ପାଦ ତଳେ ପଡ଼ିଲେ? ଅନନ୍ତଙ୍କର ପାଦ ତଳେ। ବ୍ରାହ୍ମଣର 6 ପୁତ୍ରକୁ ପ୍ରଭୁ ବରଣ କରି ନେଇଥିଲେ। ଯୋଉ ଲୀଳା ପାଇଁ ଯାଇଥିଲ, ଲୀଳା ସାଙ୍ଗ କରିକି ଆସ, ସେ ମାନେ ବେଲ ବାଜିଲା କୃଷ୍ଣଙ୍କ ଲୀଳାର। ବ୍ରାହ୍ମଣର 6 ପୁତ୍ର ହରଣ, କୃଷ୍ଣଙ୍କର ଲୀଳାର ଶେଷ ଦୃଶ୍ୟ ଆଡ଼କୁ ଯାଅ ବୋଲି ପ୍ରଭୁଙ୍କର ଇଙ୍ଗିତ। ତେଣୁ ପ୍ରତିଯୁଗର ଯୁଗାବତାରୀ ପୁରୁଷ ଭାବରେ ଆପଣ ଦେଖୁଛନ୍ତି ସତ୍ୟର ନୃସିଂହ, ତ୍ରେତୟାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ, ଦ୍ୱାପରର ଲୀଳା ପୁରୁଷୋତ୍ତମ କୃଷ୍ଣ ଏବଂ କଳିପାବନ ବିଗ୍ରହ ଚୈତନ୍ୟ ସୁନ୍ଦର। ଏ 4ଟି ଶ୍ରୀମୁଖ ସହିତ ପୁରୁଷୋତ୍ତମ ଜଗନ୍ନାଥ ଯିଏ ବଞ୍ଚିଲେ। ଭଗବତ ଗୀତାଙ୍କର 18ଟି ଅଧ୍ୟାୟ ଗୁରୁଦେବ କୁହନ୍ତି ହେଉଛି 18ଟା ପାହାଚ। ଜୀବନକୁ ବିଷାଦରୁ ମୋକ୍ଷ ପର୍ଯ୍ୟନ୍ତ ପହଞ୍ଚାଇବାର ସବୁଠାରୁ ସରଳ ସୁଗମ ପଥ। କିନ୍ତୁ ତନ୍ମଧ୍ୟରେ ବ୍ୟତିକ୍ରମ ଅଧ୍ୟାୟ ହେଉଛନ୍ତି ପୁରୁଷୋତ୍ତମ ଯୋଗ ପଞ୍ଚଦଶ ଅଧ୍ୟାୟ, ଯାହା ସମ୍ପୂର୍ଣ୍ଣ ଭାବରେ ପୁରୁଷୋତ୍ତମଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଗୁରୁଦେବ ବହୁ ପୂର୍ବରୁ ଆମକୁ କହିଛନ୍ତି, ଆମ ସମସ୍ତଙ୍କୁ ଆଦେଶ ପ୍ରଦାନ କରିଛନ୍ତି, କିଛି ନ ପାରିଲେ ବି ପୁରୁଷୋତ୍ତମ ଯୋଗଟି ପାଠ କର। ଆମେ କେତେ ପାଠ କରୁଛୁ ସେଇଟା ଆମେ ଭାବୁ, କିନ୍ତୁ ପାଠ କରିବା ପାଇଁ ଆଦେଶ ସେଇଥିପାଇଁ ଦିଆଗଲା। ତେଣୁ ପଞ୍ଚମୁଖଧାରୀ ହୃଦୟରେ ହେଉଛନ୍ତି ସଦାଶିବ।
ନାଭିରେ ଯେଉଁଠି ବ୍ରହ୍ମା ରୁହନ୍ତି ସେଠି ଅଛନ୍ତି ଚତୁର ମହାଶକ୍ତି ସ୍ୱତନ୍ତ୍ରତା। କାରଣ ବ୍ରହ୍ମା ଏ ଜଗତକୁ ସୃଷ୍ଟି କରିଛନ୍ତି। ସୃଷ୍ଟିଟାକୁ କିଏ କରେ? ଜନ୍ମ ପ୍ରଦାନ କିଏ କରେ? କଣ ପିତାମହ ଅଜା କରେ? ମା କରେ। ତେଣୁ ଗୁରୁଦେବ ବୁଝେଇଲେ ବ୍ରହ୍ମା ହଉଛନ୍ତି ନିଜେ ମାତୃ ସ୍ୱରୂପା। ତେଣୁ ଅନନ୍ତଙ୍କର ନାଭି ଚକ୍ରରେ ମା ହିଁ ବିଦ୍ୟମାନ। ଆଉ ମାତୃଶକ୍ତି ହେଉଛି ଗୋଟିଏ। ସେ ମାର ଭିନ୍ନ ଭିନ୍ନ ଅବସ୍ଥାକୁ ନେଇ ଚାରୋଟି ମସ୍ତକ, ମହାଦୁର୍ଗା, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ ସ୍ୱତନ୍ତ୍ର। ତେଣୁ ଅନନ୍ତଙ୍କର ଭାଗ ପାଖରେ ଅଛନ୍ତି ବ୍ୟାସଦେବ। ବ୍ୟାସଦେବ କାହିଁକି ବସିଲେ? ଗୁରୁ ସ୍ୱରୂପ। ଈଶ୍ୱରଙ୍କ ନିକଟରେ ଆମର ସାଧାରଣ ଜୀବନର ଆଶ୍ରିତ ଜୀବନର କଣ ଆବଶ୍ୟକ? ଗୁରୁଙ୍କ ମାଧ୍ୟମରେ ଈଶ୍ୱରଙ୍କ ନିକଟରେ ସେ ପ୍ରାର୍ଥନା ପ୍ରତିଫଳିତ ହୁଏ। ତେଣୁ ସମସ୍ତ ଗୁରୁବର୍ଗଙ୍କ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି ଭଗବାନ ବେଦବ୍ୟାସ। ଆପଣ ଦେଖିବେ ଗୋଟିଏ ବିଶ୍ୱ ବିସ୍ମୟର ଅବସ୍ଥା ସେଠି। ଅବସ୍ଥାଟି କଣ ନା ଭାରତବର୍ଷର ମନ୍ଦିର ଚେତନା କହୁଛି ମନ୍ଦିରର ନିର୍ମାଣ ଶୈଳୀ ପରେ ଯେତେବେଳେ ଦେବତା ଅବସ୍ଥାନ କରନ୍ତି ପ୍ରତିଟି ମନ୍ଦିରର ଦ୍ୱାର ଦେଶର ଉପରେ ପୂର୍ବପଟ ଦ୍ୱାର ଦେଶର ଉପରି ଭାଗରେ ନବଗ୍ରହ ସ୍ଥାନିତ ହୁଅନ୍ତି। ନବଗ୍ରହ ଆଉ କୋଉଠି ସ୍ଥାନିତ ହେଇପାରିବେ? ଦ୍ୱାର ଉପରେ ହିଁ। ଏହା ସିଦ୍ଧାନ୍ତ, ବାସ୍ତୁର ସିଦ୍ଧାନ୍ତ। କିନ୍ତୁ ବ୍ୟତିକ୍ରମ ହେଉଛି ଅନନ୍ତଙ୍କ ନିକଟରେ। ଅନନ୍ତଙ୍କର ସିଂହାସନ ତଳେ ନବଗ୍ରହ, ପାଦ ତଳେ ନବଗ୍ରହ। କାରଣ ସିଏ ହେଉଛନ୍ତି ଗ୍ରହ ରୂପୀ ଜନାର୍ଦ୍ଦନ ନିଜେ। ତେଣୁ ବାବା ଅନେକ ଥର କହିଲେଣି ତାଙ୍କର ଉପଦେଶରେ, କଥା ଛଳରେ ବା ତାଙ୍କର ଆଶୀର୍ବଚନ ଛଳରେ, ତାହେଲେ ସେଇ ତ ଅନନ୍ତ ତ ନିଜେ ଗ୍ରହ ରୂପୀ ଜନାର୍ଦ୍ଦନ। আর গ্রহ পড়লে সে মঙ্গল গ্রহকে পূজা কর, শনি গ্রহকে পূজা কর, অঙ্ক তামিল পিল, এগুলা সব হচ্ছে কাহিଁକି? অর্থাৎ আম ইষ্টଙ୍କୁ, আম ঈশ্বরଙ୍କୁ ଆମେ ବୋଧେ ଠିକ ରୂପରେ ବୁଝିପାରି ନାହୁଁ ଏ ପର୍ଯ୍ୟନ୍ତ। ରାମନବମୀ ପଡ଼ିଲେ ସେ ଅନନ୍ତଙ୍କ ନିକଟରେ ରାମ ସ୍ୱରୂପରେ ନିଜର ଭକ୍ତି ନୈବେଦ୍ୟକୁ ସମର୍ପଣ କରନ୍ତି। ଜନ୍ମାଷ୍ଟମୀ କହିଲେ କୃଷ୍ଣଙ୍କ ମନ୍ଦିରରେ ଲମ୍ବା ଲାଇନ ନ ଲଗେଇ ସେ ଅନନ୍ତଙ୍କର ଚରଣ ତଳେ ନିଜର ଉପାସନାର ଭାବନାକୁ ସମର୍ପଣ କର। ଏହା ହିଁ ଆବଶ୍ୟକ। କାରଣ ଗୁରୁଦେବ ବୁଝେଇବେ, କହିବେ। ଆମେ ଟିକେ ଗୁରୁଦେବ ପଢୁଥିଲୁ ଆମର ଗୁରୁ ବନ୍ଦନା, ତବ ନାମ ସଦା ଶୁଭ ସାଧକ কথাটি ଛୋଟିଆ ଧାଡ଼ିଟା ନୁହେଁ। ସେବକ ପ୍ରସ୍ତୁତ କରୁଛି ସେ ବହିଟି ଏପର୍ଯ୍ୟନ୍ତ ସରିପାରୁନି। ଗୁରୁ ଜଗତର ଅନେକ ଅନେକ ନୂଆ ନୂଆ କଥା ଯେତେବେଳେ ସୃଷ୍ଟି ହେଉଛି ବହିଟାକୁ ଛାଡ଼ିବା ପାଇଁ ବି ମନ ହବ। ବହିଟିର ନାଁ ରଖା ହେଇଛି, ବାବାଙ୍କୁ ପଚାରିବାକୁ ଏଇ ନାଁଟା ଠିକ ଅଛି, ସାକାର ବ୍ରହ୍ମମୂର୍ତ୍ତି ସଦ୍ଗୁରୁ। ଆମେ ବ୍ରହ୍ମକୁ ଦେଖିନୁ, ନାଲା ନେଳିଆ ମୋଟା ସରୁଆ ଡେଙ୍ଗା ଗେଡ଼ା ଜମା ଦେଖିନୁ, ଦେଖି ମଧ୍ୟ ପାରିବୁ ନାହୁଁ। କିନ୍ତୁ ଶ୍ରୀ ଗୁରୁ ବିଗ୍ରହଙ୍କୁ ଆମେ ଯେତେବେଳେ ଦର୍ଶନ କରୁଛୁ ପ୍ରତ୍ୟକ୍ଷ ଭାବରେ ସାକ୍ଷାତ ବ୍ରହ୍ମ ବିଗ୍ରହଙ୍କର ଦର୍ଶନ ହେଉଛି ବୋଲି ସେ ଭାବନା ଆମ ଭିତରେ ପକାଉଛି। କାହିଁକି ନା ସାକାର ବ୍ରହ୍ମମୂର୍ତ୍ତି ହେଉଛନ୍ତି ନିଜେ ସଦ୍ଗୁରୁ। ବହିର ନାଁ ହିଁ ସେୟା, ସାକାର ବ୍ରହ୍ମମୂର୍ତ୍ତି ସଦ୍ଗୁରୁ।
ଈଶ୍ୱରଙ୍କର ଅନେକ ନାମ ଅଛି, ଆମେ ହଜାରେ ଆଗେ ପଢୁଛୁ, ଆଉ କୋଉଠି ଆଉ କଣ ଅଛି, କିନ୍ତୁ ଗୁରୁ ପ୍ରଦତ୍ତ ନାମ ଗୁରୁ ପ୍ରଦତ୍ତ ମନ୍ତ୍ର ହିଁ ଜୀବନ ପାଇଁ ସର୍ବୌଷଧି। ଆମ ଜୀବନ ପାଇଁ ଅମୋଘ ବାଣ ଅମୋଘ ଅସ୍ତ୍ର ହଉଛି ଗୁରୁ ପ୍ରଦତ୍ତ ମନ୍ତ୍ର। ଗୁରୁଦେବ ଯୋଉଦିନ କୃପା କରି ଆମକୁ ମନ୍ତ୍ରଟିଏ ଦେଲେ, ତାଙ୍କର ଅଭୟ ଚରଣ ତଳେ ଆମକୁ ସ୍ଥାନିତ କଲେ, ସେଇଦିନ ହିଁ ଜନ୍ମ ଜନ୍ମାନ୍ତରର ସାଥୀ ତ ସେ ଥିଲେ, ପୁଣି ଜନ୍ମ ଜନ୍ମାନ୍ତର ପାଇଁ ସାଥୀ ପୁଣି ହେଇଗଲେ। ଆମର ଭଜନଟିଏ ଗୁରୁଦେବ ଲେଖିଥିଲେ, ଗୁରୁ ବିନା ମୋର କେହି ନୁହନ୍ତି ମୋ ସାଥୀ, ଏ ଜନ୍ମ ପାଇଁ ସେ ଯେ ଶେଷ ସାଥୀ, ପରମ ଆଶ୍ରୟ ପରମ ସମ୍ପଦ। ଏହା କେବଳ ଭଜନ ନୁହେଁ, ସ୍ୱର କରିକି ପଢିବା ପାଇଁ ହେଇନି, ବୁଝିବା ପାଇଁ। ଆପଣମାନଙ୍କୁ କହି ରଖିବି, ମୁଖାମୃତର ଧାରା ଭିତରୁ ଅନେକ ସମୟରେ ଅନେକ କଥା ଝରି ଆସେ। କଥା ଆରମ୍ଭ କରିଥିଲି ସୁଯୋଗ ପ୍ରାପ୍ତରୁ। ଜୀବନରେ ଯଦି ଆସିଛି ସୁଯୋଗ, ହରାଅନା ବା ମୁଁ ସେଇ ସୌଭାଗ୍ୟ। ଆମ ଜୀବନକୁ ଯଦି ସୁଯୋଗ ଆସିଛି ଦୂରଦର୍ଶନ ପାଇଁ ନିଶ୍ଚିତ କରିବା। ଆମ ଜୀବନ ପାଇଁ ଯଦି ସୁଯୋଗ ଆସିଛି ସତସଙ୍ଗରେ ବସିବାକୁ, ନିଶ୍ଚିତ ବସିବା। ଇଏ ସୁଯୋଗକୁ କେତେବେଳେ ହାତ ଛଡ଼ା କରିବାନି। କାହିଁକି ନା ସୁଯୋଗ ସବୁବେଳେ ନୂଆ ନୂଆ ସୌଭାଗ୍ୟ ଆମ ଜୀବନରେ ତିଆରି କରେ, ନୂଆ ନୂଆ କଥା। ଆଉ ସୁଯୋଗ ହାରିଲେ ଆସଇ ଦୁର୍ଯୋଗ, ସୁଯୋଗ ସୌଭାଗ୍ୟ ହୋଇଯାଏ। ତେଣୁ ଆମକୁ ସେ ସୁଯୋଗ ଈଶ୍ୱର ଦେଇଛନ୍ତି। ଆଜିର ସନ୍ଧ୍ୟାରେ ଆମେ ଅନନ୍ତଙ୍କର ସାକ୍ଷାତ ବିଗ୍ରହକୁ ଦର୍ଶନ କରିବା, ମୁଖାମୃତରୁ କିଛି ଶୁଣିବା, ସେ ଦିବ୍ୟ ସ୍ପର୍ଶ ଦିବ୍ୟ ସଙ୍ଗ ଲାଭ କରିବା। ଏହା ହେଉଛି ପୂର୍ବ ନିର୍ଦ୍ଧାରିତ। ଈଶ୍ୱର ଆମ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଆମେ ଯିଏ ସୁଯୋଗ ସହିତ ରହିଲୁ, ନିଶ୍ଚିତ ସୌଭାଗ୍ୟ ଆମର ଉପରେ ହେଇଛି। ଆଉ ଯୋଉମାନେ ଏ ସୁଯୋଗକୁ ନେଇନାହାନ୍ତି, ନିଶ୍ଚିତ ଭାବରେ ସୌଭାଗ୍ୟ ଦୁର୍ଭାଗ୍ୟ ଦୁର୍ଯୋଗ ପ୍ରବେଶ କରିଦିଏ ଆସୁଛି। ସବୁବେଳେ ସମାନ ସୁଯୋଗ ଆସେ ନା, ସମାନ କଥା ଈଶ୍ୱର ଦିଅନ୍ତି ନାହିଁ। କାରଣ ଆଜି ଗୋଟେ 3-4 ଦିନ ହେଲା ଏ ବର୍ଷର ବାର୍ଷିକ ଚତୁର୍ଦ୍ଦଶୀ ମେଳାର ନିମନ୍ତ୍ରଣ ପତ୍ରଟି ଆସିଲା। ଗୁରୁଦେବ କହିଲେ, ବଢିଆ ନିଜେ ଲେଖିବ ଏଥରର ନିମନ୍ତ୍ରଣ ପତ୍ର। ବାବାଙ୍କର ନିମନ୍ତ୍ରଣ ପତ୍ର ଆପଣମାନଙ୍କ ପାଖରେ ପହଞ୍ଚିଛି, ହ୍ୱାଟ୍ସଆପରେ ସବୁଆଡେ ବୁଲୁଛି। ଦେଖି ସାରିଲେ, ପଢିଲେନି ତାକୁ କେତେବେଳେ? ଠିକ ଭାବରେ ପଢିନାହାନ୍ତି। ଯଦି ପଢିନାହାନ୍ତି ଆଉ ଥରେ ପଢିବେ। 4 ଦିନ ଭିତରେ ମୁଁ 2 ଥର ତାକୁ ପଢିଲି। 2 ଥର ଯାକ ମୋ ଭିତରେ ସେ ଧୈର୍ଯ୍ୟ ଚ୍ୟୁତି ଏତେ ହେଲା, ଆଉ ଥରେ ତାକୁ ଦେଖିବା ପାଇଁ ଏ ପର୍ଯ୍ୟନ୍ତ ସାହସ ବି କରିପାରୁ। କାରଣ ଗୁରୁଦେବ ପ୍ରଥମ ଧାଡ଼ିଟା ଲେଖିଛନ୍ତି, ବଢିଆ ଗୋଟେ ଅଯୋଗ୍ୟ ଶିକ୍ଷକ ହେଇଛି। ସେ ଶବ୍ଦଟା ଏତେ ହୃଦୟକୁ ଆଘାତ କରୁଛି, ଆମ ସମସ୍ତଙ୍କ ପାଇଁ ଗୋଟେ ଭାବିବା ପାଇଁ ଗୋଟେ ବଳୟ ସେ ସୃଷ୍ଟି କଲେ। ବଢିଆ ନିଜକୁ ଗୋଟେ ଅଯୋଗ୍ୟ ଶିକ୍ଷକ ମନେ କରୁଛି, ମୁଁ ଠିକ ରୂପେ ଶିକ୍ଷା ଦେଇପାରି। ଏ ପ୍ରକାର ଭାବନା ଆସିଲା କାହିଁକି ତା କହିପାରେ? 55 ବର୍ଷ ଧରି ଜଗତକୁ ମାର୍ଗଦର୍ଶନ କରୁଥିବା ଜଣେ ଦିବ୍ୟ ପୁରୁଷ ନିଜକୁ କହୁଛନ୍ତି ଅଯୋଗ୍ୟ ଶିକ୍ଷକ। ଶିକ୍ଷକ କେତେବେଳେ ଅଯୋଗ୍ୟ ହୁଅନ୍ତି? ଛାତ୍ର ଅଯୋଗ୍ୟ ହୁଏ, ବିଦ୍ୟାର୍ଥୀ ଅଯୋଗ୍ୟ ହୁଏ, ଗୁରୁ ସଦା ଗୁଣିଆ ସେ କେତେବେଳେ ଅଯୋଗ୍ୟ ହେଇପାରିବେନି। ଗୁରୁଦେବଙ୍କ ନିକଟରେ ନିବେଦନ ରଖିବି, ସେ ଶବ୍ଦକୁ ସେ ନିଜ କୃପା କରି ଉଠେଇ ଦିଅନ୍ତୁ। ଆପଣ ଅଯୋଗ୍ୟ ନୁହନ୍ତି, ଆମେ ଅଯୋଗ୍ୟ ଅବଙ୍ଗାୟକୁ ଅବତରଣ କରି ଶରଣାପନ୍ନ ହେଇଛୁ। ନା ତୁମକୁ ବୁଝୁଛୁ, ନା ତୁମ କଥାକୁ ବୁଝୁଛୁ, ନା ଆଦେଶ ଉପଦେଶକୁ ବୁଝୁଛୁ, କିଛି ବୁଝୁଛୁ। ତେଣୁ ଆମମାନଙ୍କର ଜୀବନ ଚର୍ଚ୍ଚାକୁ ଦେଖି, ଆମମାନଙ୍କର ମାନସିକତାକୁ ଦେଖି, ସଂକୀର୍ଣ୍ଣ ଭାବଧାରାକୁ ଦେଖି ଅଭିମାନର ଭାଷା କି 4 ଦିନ ହେଲାଣି ଆମେ ଭାବୁଛୁ ମାନଙ୍କର ଏଡେ ବଡ କଥା କିଏ ଠାକୁର ଦେଖିଲେ କାହିଁକି? ତା ସାମାନ୍ୟ ଧାରିଟା ନୁହେଁ। ଆପଣମାନଙ୍କ ପାଇଁ କଣ ଲାଗୁଛି ସେବକ କାହିଁକି? ସେବକ ହଜମ ହଉନି ସେ ଧାରିଟା ଏପର୍ଯ୍ୟନ୍ତ।
ତେଣୁ ଆମମାନଙ୍କ ଭିତରେ ସେ ଅଯୋଗ୍ୟତାଟାକୁ ସେ ଦେଖିଲେ ବୋଲି ଦେଖୁଛନ୍ତି, ଅନୁଭବରେ ଆଣୁଛନ୍ତି ବୋଲି ନିଜକୁ ସେ ଦାୟୀ କରୁଛନ୍ତି। ମୁଁ ଗୋଟେ ଠିକ୍ ରୂପେ ଶିକ୍ଷା ଦେଇପାରି। ଆପଣମାନେ କେହି ଏଠି ଅପଣ୍ଡିତ ମୂର୍ଖ ବସି ନାହାନ୍ତି, ଆମେ ସମସ୍ତେ ଶିକ୍ଷାବିତ ଶିକ୍ଷିତ ବସୁଛନ୍ତି। ସେ ଧାରିତାକୁ ଭାବନ୍ତୁ, ଈଶ୍ୱରଙ୍କର ସାକ୍ଷାତ ବିଗ୍ରହ ଯେ ସେ ଜଗତକୁ ଆସନ୍ତି, ଏ ଜଗତକୁ ହାତ ଧରି ସାଧାରଣ ଜୀବନକୁ ଜନଜୀବନଙ୍କର ସଦସ୍ୟ ଧାରା ଭିତରେ ମିଶାଇ ଦେବା ପାଇଁ ସିଏ ପୁଣି ନିଜକୁ କହୁଛନ୍ତି ଅଯୋଗ୍ୟ ଶିକ୍ଷକ। ସତରେ ସେ ଅଯୋଗ୍ୟ ଶିକ୍ଷକ। ଆଉ ଥରେ ଆମେ ଆମ ଦୁଃଖ ବେଳେ, ଯନ୍ତ୍ରଣା ବେଳେ, ସମସ୍ୟା ବେଳେ ତାଙ୍କ କଥା ଯେତିକି ମନେ ପଡେ, ଆମେ ଆମ ଆନନ୍ଦରେ, ଆମ ସୁଖ ବେଳେ ତାଙ୍କୁ ସେତିକି କଥା ମନେ ପକେଇଛୁ। ଗୁରୁଦେବ ଆମକୁ ଅନେକ ଉପଦେଶ ଦେଇଛନ୍ତି, ଅନେକ ଆଦେଶ ଦେଇଛନ୍ତି, ଅନେକ ଶିକ୍ଷା ଦେଇ ଚାଲିଛନ୍ତି। ଶିକ୍ଷାର ଅଭାବ ନାହିଁ, ଶିକ୍ଷା ପର୍ଯ୍ୟନ୍ତ ବନ୍ଦ ହଉନି। ତାପରେ ବି ଆମେ ନିଜକୁ ଗଢିଛୁ କେତେ? ଆମେ ସମସ୍ତେ ଏ ସେବକଠାରୁ ଆରମ୍ଭ କରି ଆମ ଅନନ୍ତ ଭଳିଆ, ବିରାଟ ଅନନ୍ତ ଭଳିଆ ପରିବାରର ପ୍ରତିଟି ସଦସ୍ୟମାନଙ୍କୁ ସେବକ ଯୋଡ଼ ହସ୍ତ ନିବେଦନ କରି କହିବ, ଆମେ ଥରେ ଭାବିବା ଆମେ ନିଜକୁ ଯୋଗ୍ୟ କରିଛୁ। ଗୁରୁଙ୍କର ଆଦେଶ ହିସାବରେ ମୁଁ ନିଜକୁ ତିଆରି କରିଛି। ଧରନ୍ତୁ ଏଠି ସତସଙ୍ଗ ସରିବା, ଆମେ ପ୍ରସାଦ ପାଇବା। ପ୍ରସାଦ ପାଉଥିଲା ବେଳେ ପତ୍ର ଲାଗିଲା, ପାଣି ଛିଞ୍ଚା ଗଲା। ଅନ୍ନ ଦେବା ପୂର୍ବରୁ ତମେ ଦେଖିଲ ପତ୍ରଟା ଧୁଆ ହେଇଛି ଯେ ଟିକେ ପତ୍ରରେ ଧୂଳି ଟିକେ ରହିଛି। ପ୍ରସାଦ ଦଉଥିବ ଭାଇଟାକୁ କଣ କହୁଛନ୍ତି, ଟିକେ ରହ, ଆଉ ଟିକେ ପାଣି ମାନଙ୍କୁ ଭଲସେ ଧୋଇକି କହୁଛନ୍ତି ନା ନାଇଁ? ପତ୍ରରେ ସାମାନ୍ୟ ଧୂଳି ଟିକେ ଲାଗିଲେ ଯଦି ପ୍ରସାଦ ତୁମେ ଗ୍ରହଣ କରିପାରୁନା, ତାହେଲେ ଜୀବନ ପତ୍ରରେ କେତେ ଧୂଳି, କେତେ ଆବର୍ଜନା ଆମେ ରଖିଛୁ। ଆମେ ଆଉ ଥରେ ଭାବିବା, ଈଶ୍ୱରଙ୍କର ଗୁରୁଙ୍କର କୃପାରୂପୀ ପ୍ରସାଦଟା ଜୀବନ ଗ୍ରହଣ କରିବ ତ? ତେଣୁ ଆବର୍ଜନା ମୁକ୍ତ ଆଗେ ଆମେ ହବା। ସବୁଦିନ ଚେଷ୍ଟା କରେ ଗୋଟେ ଭଲ ଭଲ କଥାକୁ ହ୍ୱାଟ୍ସଆପ୍ର ଷ୍ଟାଟସରେ ପକେଇବା ପାଇଁ। ସବୁଦିନ ଦେଖେ, କିଛି ନହେଲେ 300-500 ଲୋକ ସବୁଦିନ ତାକୁ ଦେଖନ୍ତି। ଭରା ବନ୍ଧା ବାବା ଗତକାଲି ଏଇ ଲେଖାଟି ପକେଇଛି, ଆଜି ଆଉ ଗୋଟେ କଥା ପକେଇଛି, କହିବି ଟିକେ ପରେ। ଆମେ ଯେତେବେଳେ ଅନ୍ୟକୁ ଦେଖି ହସିବା, ଆମ ଭିତରେ ଅଭ୍ୟାସ ବହୁତ ରହିଛି। ହସ ମନା ନାହିଁ, ଅନ୍ୟକୁ ଦେଖି ନ ହସି ଆମ ନିଜ ଭିତରେ ବଦଭ୍ୟାସ କ'ଣ ଅଛି, ସେ ନିଜର ବଦଭ୍ୟାସକୁ ଦେଖି ଆମେ ଥରେ ଯଦି ନିଜ ଉପରେ ହସି ଦଉ, ସେ ବଦଭ୍ୟାସଟା ନିଶ୍ଚିତ ଖତରେ ପରିଣତ ହବ, ଅର୍ଥାତ୍ ନଷ୍ଟ ହବ। ଜୀବନଟାରୁ ବଦଭ୍ୟାସ ଗୁଡାକ ଯେତେ ଯେତେ ଦୂରେଇ ଯାଏ, ପାତ୍ରଟା ସେତିକି ଶୁଦ୍ଧ ହୁଏ। ମୁଁ ସବୁଦିନ ତାଙ୍କ ଫଟୋ ପାଖରେ ପଢୁଛି, ମହିମା ତବ ଗୋଚର ଶୁଦ୍ଧ ମନେ। ଶୁଦ୍ଧ ମନରେ, ଶୁଦ୍ଧ ମନଟା ଯେତେବେଳେ ପବିତ୍ର ହେଇଯିବ, ତାଙ୍କ କଥାଟା ପ୍ରତିଫଳନ ହବ। ତାହେଲେ ମୋ ମନଟା, ମୋ ମାନସିକତାଟା, ମୋର ବିଚାରଟା ଶୁଦ୍ଧ ହେଇଯିବ, ପରିଷ୍କାର ହେଇଯିବ। ମୁଁ ଆଉ ଥରେ ଭାବେ, ହାତ ଗୋଡ଼ ମଶାଣ ବାଡ଼ିକି ଦିନି ବାଡ଼ିକି ଝାଳ ନାଳ ଆଖି ହେଇକି ଗୁରୁ ବନ୍ଦନା ପଢିଲେ ଗୁରୁ କୃପା ହୁଏନି। ଗୁରୁଙ୍କର ବନ୍ଦନାର ପ୍ରତିଟି ଧାଡ଼ି ଜୀବନ ପାଇଁ ଏକ ଏକ ଶାସ୍ତ୍ରୀୟ ବାଣୀ, ଶାସ୍ତ୍ରୀୟ ମାର୍ଗଦର୍ଶନ। ଛୋଟିଆ କଥା ଭାବିବ ଆଗକୁ ନାହିଁ। ତେଣୁ ଆମେ ଯୋଉଟା ପଢୁଛେ, ଯାହାଙ୍କ ନିକଟରେ ଶରଣାପନ୍ନ ହେଇଛେ, ଗୁରୁଦେବ ବହୁତ ଦିନ ଥରେ ଥରେ କହିଲେ, ଯେତେବେଳେ ଓଡ଼ିଶା ବାହାରର ସାଧୁମାନେ ଓଡ଼ିଶାକୁ ବହୁ ବହୁ ସ୍ତରରେ ଆସିଲେ, সেই ସମୟରେ ଜଣେ ପ୍ରଶ୍ନ କଲେ ଗୁରୁଦେବଙ୍କୁ, ଅମୁକ ଆସିଲେ କ'ଣ ଏତେ ଲୋକ ହେଇଗଲେ, ଧମକ ଆସିଲେ କ'ଣ ସେତେ ଲୋକ ହେଇଗଲେ, ଆଉ ବାବାଙ୍କର କାର୍ଯ୍ୟକ୍ରମ ହଉଛି କମ୍ ଲୋକ ହଉ। ତତ୍କ୍ଷଣାତ୍ ଗୁରୁଦେବଙ୍କର ମୁଖରୁ ବାହାରିଥିଲା, ସାଧୁଙ୍କ ପାଖକୁ ଅନେକ ଲୋକ ପହଞ୍ଚି ପାରିବେ, ବଳିଆ ପାଖକୁ ଆସିବା ବହୁ କଷ୍ଟ। ବଳିଆ ପାଖକୁ ସେଇ ଲୋକଟା ଆସିବ ଯାହାର ଜନ୍ମ ଜନ୍ମାନ୍ତରର ସୁକୃତ ଥିବ। ଏ ଧାଡ଼ିଟାକୁ ଧରେ ଭାବେ, ଆମମାନଙ୍କ ଜୀବନର କୋଉ ଜନ୍ମରେ କ'ଣ ତପସ୍ୟା କରିଥିଲେ, କ'ଣ ଉତ୍ତମ କର୍ମର ସୁକୃତ ଥିଲା,
ଆମେ ତାଙ୍କର ଦିବ୍ୟ ଦର୍ଶନ କରୁଛେ, ମୁଖାମୁଖର କଥାକୁ ଶୁଣୁଛେ, ତାଙ୍କର ଅନନ୍ତଙ୍କର ମହାପ୍ରସାଦ ଟିକେ ପାଉଛେ। ଛୋଟିଆ କଥା ନୁହେଁ, ଜନ୍ମ ଜନ୍ମଙ୍କର ତପସ୍ୟା ନେଇ ଫଳ ଆମେ ପାଉଛୁ। ଯେଉଁ ଅନନ୍ତଙ୍କର ଧାମକୁ ଆପଣମାନଙ୍କୁ କହି ରଖିବି, ଯେଉଁ ଅନନ୍ତ ନିକଟରେ ଆମେ ଶରଣାପନ୍ନ, ଆପଣ ତ ଏଇ ଅଞ୍ଚଳର ମଣିଷ, ଅନନ୍ତଙ୍କର କ୍ଷେତ୍ରଟାକୁ କେନ୍ଦ୍ରକୁ ଆଣ, ମାନସିକ ସ୍ତରରେ କେନ୍ଦ୍ରକୁ ଆଣି ଯଦି ଆପଣ ଗୋଟେ ଫଳ ବୁଲେଇ ଦିଅନ୍ତି, ଗୋଲାକାର ବୃତ୍ତଟିଏ ଟାଣନ୍ତି, ଚାରିପଟ ଯାକ ପୁରାଣ ପ୍ରସିଦ୍ଧ ଋଷିମୁନି ମାନଙ୍କର ଆସ୍ଥା। କଣ ପାଇଁ ନା ଶାସ୍ତ୍ରରେ ଯୋଉ ଋଷିମୁନି ମାନଙ୍କର ନାଁ ଶୁଣୁଛନ୍ତି, ସେଇ ଋଷିମୁନି ମାନଙ୍କର ଆସ୍ଥାନ ହଉଛି ଅନନ୍ତଙ୍କର ଚତୁର୍ପାର୍ଶ୍ୱ। ସେ ମହର୍ଷି କପିଳ ହୁଅନ୍ତୁ, ମହର୍ଷି ପରାଶର ହୁଅନ୍ତୁ, ମହର୍ଷି ଗର୍ଗ ହୁଅନ୍ତୁ, ବିଦୁର ହୁଅନ୍ତୁ, ମୈତ୍ରେୟ ହୁଅନ୍ତୁ, ଚ୍ୟବନ ହୁଅନ୍ତୁ, ପରଶୁରାମ ହୁଅନ୍ତୁ, ନାରଦ ହୁଅନ୍ତୁ, ସୁଖମୁନି ହୁଅନ୍ତୁ, ପରୀକ୍ଷିତ ହୁଅନ୍ତୁ, ଏମାନେ ସମସ୍ତେ ଅନ୍ଧମୁନି ହୁଅନ୍ତୁ, ଆଉ ପ୍ରତିଟି ମତବାଦର ସାଧୁ ସନ୍ନ୍ୟାସୀ ମାନେ ସମସ୍ତେ ଇଚ୍ଛା କରିଛନ୍ତି ଆମେ ଅନନ୍ତଙ୍କର କ୍ଷେତ୍ରରେ ଆମ ଜୀବନର ଶେଷାଂଶଟାକୁ ଆମେ ତ୍ୟାଗ କରିବା। ଯେମିତି ଆଜି ବି ଆମ ମନରେ ବେଳେ ବେଳେ ଆସେ, ଶ୍ରୀକ୍ଷେତ୍ରରେ ମୋ ଜୀବନ ଟିକେ ଯାଆନ୍ତେ, କିଏ କହୁଛି ମୋ ବୃନ୍ଦାବନରେ ଟିକେ ମରନ୍ତି, ରାଧେ 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 ହେଇକି ତ ସେଠି ଗଲେ ରାଧାରାଣୀ ନମସ୍କାର ଯିବାନି। ତେଣୁ ଆମ ଭିତରେ ଏଇ ଯୋଉ ଭାବନା ଆସୁଛି, ସେତେବେଳର ଋଷିମୁନି ମାନଙ୍କ ମଧ୍ୟରେ ଏଇ ଭାବନା ଥିଲା, ଅନନ୍ତଙ୍କର କ୍ଷେତ୍ରରେ ଆମେ ଆମର ଶେଷ ଜୀବନ ଅତିବାହିତ କରିବୁ। ସେ ପୁସ୍ତକ ମଧ୍ୟ କାମ ଆରମ୍ଭ ହୋଇସାରିଲାଣି, ସରିବ। ବୋଧେ ଆସନ୍ତା ବର୍ଷ ଯଜ୍ଞକୁ ନିଶ୍ଚିତ ବାହାରିବ, ନିଶ୍ଚିତ। ଅନନ୍ତ ଧାମର ରହସ୍ୟ, ଚତୁର୍ପାର୍ଶ୍ୱରେ ଅନନ୍ତ ଧାମ, ତାହା ଏକ ସାଧାରଣ କ୍ଷେତ୍ର ନୁହେଁ ଯେଉଁଠି ଆମେ ଯାଉଛୁ। ତେଣୁ ଏଡ଼େ ଋଷି ମହାତ୍ମା ମାନେ ଆସିଛନ୍ତି, ମହର୍ଷି ପରଶୁରାମ ଭାରତ ସାରା ସମସ୍ତ ତୀର୍ଥ ବୁଲିଛନ୍ତି। 21ଥର ନିକ୍ଷେତ୍ର କରି ସାରିଲା ପରେ ଆତ୍ମଗ୍ଲାନି ଜର୍ଜରିତ ପରଶୁରାମ ଯେତେବେଳେ ସବୁଆଡେ ବୁଲିଛନ୍ତି, ମାନସିକ ଶାନ୍ତି କୋଉଠି ମିଳିନି, ଆସିଛନ୍ତି କ୍ଷୀରାବ୍ଧି ସାଗର ତଟ ଅନନ୍ତଙ୍କର ନିକଟକୁ। ଅନନ୍ତଙ୍କୁ ଯେତେବେଳେ ତପସ୍ୟା ମଗ୍ନ ହେବା ପାଇଁ ବସନ୍ତି, ଆଜିର ଧର୍ମପଟ ଯେଉଁଠି ରହିଛି, ସେତେବେଳେ ଏ ବଟ ନଥିଲା, ହିନ୍ଦୁ ବଟ ଥିଲା। ବଟବୃକ୍ଷ ନିକଟରେ ଯେତେବେଳେ ତପସ୍ୟା ଯୁକ୍ତ ହୁଅନ୍ତି, ଆମେ ଯାହାକୁ ଜ୍ୟୋତିପ୍ରଭା ମା ବୋଲି କହୁଛେ, ଗୁରୁଦେବ ନାମକରଣ କରିଛନ୍ତି ଜ୍ୟୋତିପ୍ରଭା, ନାଁ ଦେଖୁନାହାନ୍ତି, ଅନନ୍ତ ପା ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ ଶୂନ୍ୟଂ ମଧ୍ୟରେ ନିରାମୟ, ନିରାମୟ ମଧ୍ୟରେ ଜ୍ୟୋତି ସଜ୍ୟୋତି ଭଗବାନ। ଇଏ ଜ୍ୟୋତିରାନନ୍ଦ ପୁରୁଷ, ସେ ହେଉଛନ୍ତି ଜ୍ୟୋତିର୍ମୟୀ। ତେଣୁ ମା ଜ୍ୟୋତିପ୍ରଭାଙ୍କର ଯୋଉ ସ୍ୱରୂପ, ସେ ହେଉଛନ୍ତି ନିଜେ ଲକ୍ଷ୍ମୀ। ଲକ୍ଷ୍ମୀ ଅନନ୍ତଙ୍କର ତାହା ହେଉଛି ଦ୍ୱିତୀୟ ଦ୍ୱାର। ତେଣୁ ଲକ୍ଷ୍ମୀ ସ୍ୱରୂପ ଜ୍ୟୋତିପ୍ରଭା ବା ଜ୍ୟୋତିପ୍ରଭା ସ୍ୱରୂପୀ ଲକ୍ଷ୍ମୀ ଭଗବତୀ ମହାଲକ୍ଷ୍ମୀ ଦର୍ଶନ ଦେଲେ କାହାକୁ ନା ପରଶୁରାମ। କହିଲେ ତମେ ଏଠୁ ଯାଅ, ଚନ୍ଦ୍ରଭାଗା ତଟରେ ତପସ୍ୟା କର। ମହର୍ଷି ପରଶୁରାମଙ୍କୁ ସେ ଯେଉଁ ସ୍ୱରୂପରେ ଦର୍ଶନ ଦେଲେ, ସେଇ ସ୍ୱରୂପଟାକୁ ମହର୍ଷି ପରଶୁରାମ ଚନ୍ଦ୍ରଭାଗା ତଟ, ଯାହାକୁ ଆପଣମାନେ ବୁଢୀ ନଈ ବୋଲି କହୁଛନ୍ତି। ବୁଢୀ ବୁଢୀ ନଈନାଟା ବୁଢୀ ନଈ হয়, ତାକୁ ଗୋଟେ ସାହିତ୍ୟ ଫର୍ମାଟ ବାହାର କରି ବୃଦ୍ଧା ନଦୀ, ତାର ଅନ୍ୟ ନାମ ହେଉଛି ଚନ୍ଦ୍ରଭାଗା। ଚନ୍ଦ୍ରଭାଗାର ଏହା ହେଉଛି ଗୋଟିଏ ଧାର। ଚନ୍ଦ୍ରଭାଗା ତଟରେ ମହର୍ଷି ପରଶୁରାମ ଅନନ୍ତଙ୍କ କ୍ଷେତ୍ରରେ ଯେଉଁ ସ୍ୱରୂପରେ ଦର୍ଶନ କଲେ, ସରମୂଳରେ ସେଇ ମୂର୍ତ୍ତିଟାକୁ ଅଙ୍କନ କରି ଧ୍ୟାନସ୍ଥ ହୋଇ ପୂଜନ କଲେ। କାଳାନ୍ତରରେ ସେ ଯେଉଁ ମୂର୍ତ୍ତି ପୋତି ହେଇଯାଇଥିଲେ, ସେଇ ମୂର୍ତ୍ତି ବାହାରିଲେ, ଯାହାଙ୍କର ନାଁ ହେଉଛି ଶାରଳା। ତେଣୁ ଶାରଳାଙ୍କର ବହୁ ପୂର୍ବରୁ ଏ ହେଉଛି ଅନନ୍ତଙ୍କର ଧାମ, ଯୁଗ ଯୁଗର ଧାମ। ତେଣୁ ସବୁ ମହର୍ଷି ମାନେ, ସବୁ ସାଧୁ ସନ୍ଥ ମାନେ ଯେଉଁ କ୍ଷେତ୍ରକୁ ଟିକେ ଆସିବା ପାଇଁ ନିଜ ଜୀବନର ସୌଭାଗ୍ୟ ବୋଲି ଭାବନ୍ତି, ଆମେ ସମସ୍ତେ ସେଇ ପରମ ଧାମର ଶରଣାର୍ଥୀ, ଆମେ ସମସ୍ତେ ସେ ଧାମର ଆଶ୍ରିତ। ଏହା କେତେ କେତେ ଜନ୍ମର ଫଳ ଆପଣମାନେ ଭାବିପାରିବେ। ତେଣୁ ଆମେ ସୌଭାଗ୍ୟଶାଳୀ, ଅନନ୍ତଙ୍କର ଯେ ଜଗତ ନିୟାମକ ବାସ୍ତବ ପୁରୁଷ, ସେଇ ସନାତନ ପରମ ପୁରୁଷଙ୍କ ନିକଟରେ ଆମେ ସମସ୍ତେ ନିଜକୁ ସମର୍ପଣ କରିଛେ ଏବଂ ତାଙ୍କ ସାକ୍ଷାତ ବିଗ୍ରହଙ୍କୁ ଆମେ ପୁରୁଷ ରୂପରେ ପାଇଛେ। ଏହାଠାରୁ ବଳି ସୌଭାଗ୍ୟ ଆଉ ଆମ ଜୀବନ ପାଇଁ ବୋଲି କିଛି କଥା। କାରଣ ଆମ ଭିତରେ ବେଳେବେଳେ ଅଯଥା ଅଭିମାନ, ଅଯଥା ଅହଙ୍କାରଟା ଏତେ ଉଦ୍ଗୀରଣ ଅବସ୍ଥାକୁ ଆସିଯାଏ, ବିସ୍ଫୋରିତ ଅବସ୍ଥାକୁ ଆସିଯାଏ, ଆମ ଭିତରେ ଅଜ୍ଞାନତା ହିଁ ବସେ।
ଯେଉଁ ଭାଗବତର ସେ ପଦଟି ପ୍ରାୟ ଆପଣମାନେ ଜାଣନ୍ତି, ଖାଲି ମନେ ପକେଇବି। ମୋ ହୃଦେ ଜ୍ଞାନ ଦୀପ ଜାଳି ଅଜ୍ଞାନ ଖଣ୍ଡ ବନମାଳି। ମୋ ହୃଦେ জ্ঞান দীপ জালি অজ্ঞান খণ্ড বনমালি। অর্থাৎ অপভ্রংশ ସବୁ ମାନେ ହେଲାଣି ଭାଗବତ। ବର୍ତ୍ତମାନ ହେଲାଣି ମୋ ମନେ କ'ଣ କାଲି ମନରେ କ'ଣ ଅଜ୍ଞାନ ଜଳିବ? ମୋ ହୃଦୟ ବା ଜ୍ଞାନ ଦୀପ ଜାଳି, ଜ୍ଞାନଟା ହୃଦୟରେ ଜଳେ, ମନରେ ନୁହଁ। ଜ୍ଞାନଟା ଭାବୁଛନ୍ତି ମସ୍ତିଷ୍କରେ ଅଛି। ମସ୍ତିଷ୍କରେ ଏକ ଗଛର ମୂଳଟା ହଉଛି ହୃଦୟରେ, ଏଟା ହଉଛି ଫୁଟିଥିବା ଫୁଲ ଫଳକୁ ଆମେ ଦେଖୁଛୁ। ହୃଦୟରେ ଯେଉଁ ଜ୍ଞାନର ଦୀପାଳି ଚଳେ, ଧ୍ୟାନସ୍ଥ ଅବସ୍ଥାରେ ଯେତେବେଳେ ଜୀବ ତଲ୍ଲୀନ ହେଇଯାଏ, ସେତିକିବେଳେ ଯେଉଁ ଦିବ୍ୟ ଅନୁଭବଟା ସୃଷ୍ଟି ହୃଦୟରେ, ତା ନାଁ ହଉଛି ଜ୍ଞାନ। ଜ୍ଞାନର ଶତ୍ରୁ କେତେବେଳେ ଅଜ୍ଞାନ ନୁହେଁ। ଆପଣମାନେ ଭାବିବେ କି ଏଟା ଅଜ୍ଞାନୀ କାମ, ଚିହ୍ନି ପାରୁନି, ଜାଣିପାରୁନି। ନା, ଜ୍ଞାନର ଶତ୍ରୁ କେତେବେଳେ ଅଜ୍ଞାନ ନୁହେଁ। ଜ୍ଞାନର ବଡ଼ ଶତ୍ରୁ ହଉଛି ମୁଁ ସବୁ କଥା, ମୁଁ ସବୁ ଜ୍ଞାନର ଅଧିକାରୀ। ଏଇ କଥାଟା, ଏଇ ଭାବନାଟା ଯେତେବେଳେ ଜୀବନ ଭିତରକୁ ପଳେଇ ଆସେ, ମୁଁ ସବୁଟା ଜାଣେ, এইটা হচ্ছে জীবন পাই ସବୁଠାରୁ মানে নষ্টশীଳ ଅବସ୍ଥାର ଚରମ ଗତିର ଅବସ୍ଥା। ତେଣୁ ଈଶ୍ୱରଙ୍କୁ ଆମେ ପ୍ରାର୍ଥନା କରିବା, ଆମ ଭିତରେ ଯଦି ସେ ଅଜ୍ଞାନ ଅଛି, ସେ ବନମାଳି ହୃଦୟରେ ତୁମକୁ ସେଇ ଦିବ୍ୟ ଅନୁଭବର ପରିଭାଷା ମୋ ଭିତରେ ସୃଷ୍ଟି ହେବ, ସେଇ କୃପାର ବାରିଧି ଭିତରେ ଆମ ସମସ୍ତଙ୍କୁ ଅବଗାହିତ କରା। ସେ କୃପାର ରାଶି ଆମ ସମସ୍ତଙ୍କ ଜୀବନକୁ ସ୍ପର୍ଶ କର। ଜୀବନ ଆମ ପାଖରୁ ଏଇ ମାର୍ଶାଘାଇ ସଂଘ କେନ୍ଦ୍ରାପଡ଼ା ଆଖପାଖ ଅଞ୍ଚଳରୁ ଆମେ ଯେ ସମିତି ଏକତ୍ରିତ ହେଇଛେ, କେତେ ଗୁରୁ ଭାଇ ଗୁରୁ ଭଉଣୀ ହଜିଗଲେଣି। ପୁଣି ଆସନ୍ତା ବର୍ଷକୁ କିଏ ଥିବେ, କିଏ ନଥିବେ। ପୁଣି ଆଉ 5 ବର୍ଷ ପରେ ଆମ ଭିତରକୁ କିଏ ଥାଇପାରୁନି, ନଥାଇପାରୁନି। କିନ୍ତୁ କାଳର କୁଟିଳ ଗତି ଭିତରେ ଜୀବନର ଜବନିକା କେତେବେଳେ ହେଇଯିବ ଆମେ ଜାଣିଛୁ। ତେଣୁ ଆମେ ପ୍ରାର୍ଥନା କରୁଛୁ, ଗୁରୁଦେବଙ୍କୁ ପ୍ରାର୍ଥନା କରୁଛୁ। অভিমান প্রভাব মর্দ কହୁଛୁ ଭାବନା ଆସୁଛି। ଆମେ କିନ୍ତୁ ଯୋଉ ଅଭିମାନ ଭିତରେ ଅଛୁ ରହିଛୁ, କିନ୍ତୁ ପ୍ରାର୍ଥନା କରୁଛୁ ସବୁଥିରେ କରିବା ନା। ଏ ସେବକ ଶେଷରେ ନିବେଦନ କରିବ, ଆମେ ଶୁଣିବା କାଳ ଭିତରୁ କିଛି କଥା। ଗୁରୁ ବନ୍ଦନାକୁ ଆମେ ଯେତେବେଳେ ପଢୁଛେ, ପ୍ରତିଟି ଶବ୍ଦ, ଏ ସେବକ ସବୁବେଳେ ଚେଷ୍ଟା କରିକି ଗୁରୁ ବନ୍ଦନାର ପ୍ରତିଟି ଶବ୍ଦ ଭିତରେ, ପ୍ରତିଟି ଧାଡ଼ି ଭିତରେ କିଛି ନା କିଛି ରହସ୍ୟ, କିଛି ନା କିଛି ଶାସ୍ତ୍ରୀୟ ବିଧିବିଧାନ ଆମ ପାଇଁ ସେଠି ରଖାଯାଇଛି। ଆଉ କେବଳ ଗୁରୁ ବନ୍ଦନାକୁ ଯଦି ବ୍ୟାଖ୍ୟା କରାଯିବ, ତାହା ଏକ ସୁନ୍ଦର ପୁସ୍ତକଟିଏ ହେବ, ବଡ଼ ବହିଟିଏ ହେବ। ଏତେ ଭାବନାର ତାତ୍ପର୍ଯ୍ୟ। ତେଣୁ ଆମ ଜୀବନ ଜଗତ ଜୀବନଙ୍କ ନିକଟରେ ପହଞ୍ଚି ସାରିଛି। ଗୁରୁଦେବ ଯେତେବେଳେ ଆଶ୍ରମରେ ଆରମ୍ଭ ଟିକେ ସମୟରେ ଯୋଉ ଏକାଦଶୀ ବ୍ରତ, ସେ ଅମକ ସବୁ ବ୍ରତ ହଉଛି, ଏଇ ଆଲୋଚନା ପଡ଼ିଲା ଯେତେବେଳେ ଏକାଦଶୀ ବ୍ରତ କରିବା, ବୈଷ୍ଣବ ମାନେ କରନ୍ତୁ, ଭଲ କଥା। ସେବକ ବ୍ୟକ୍ତିଗତ ଭାବରେ ଏମିତି ଯେତେବେଳେ କଥା ଛଳରେ ବେଳେ ବେଳେ ପିଲାବେଳେ ଆମ ପିଲାଳି ଆମକୁ ସେ ବହୁତ ସହଯୋଗ କରନ୍ତି। ପିଲାଳିଆ ଭାଷାରେ କହିଲି, ବାବା ଆମେ ଏକାଦଶୀ କରିବୁ ନାହିଁ। ନା କ'ଣ କରିବ କାହିଁକି? ଏକାଦଶୀ ସମାଜ କରୁଛ, ତମେ କରିବ। କିନ୍ତୁ ମଣିଷ ଏକାଦଶୀ କରି 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 ଯୋଉଠି ପହଞ୍ଚିବ, ଆମ ପାଖେ ସେଠି ଅଛୁ। ପୁଣି ଏକାଦଶୀ କହିବ, ଅ ଶିଖିଲ, ଆ ଶିଖିଲ, ହ କ୍ଷ 1 2 ଶିଖିଲ। ଆକୁ ଶିଖି ଶିଖି ସାରି ୟୁନିଭର୍ସିଟି ଡିଗ୍ରୀ ପାସ୍ ହବ, ତାପରେ ପୁଣି ସିଲେକ୍ଟ ହବା ପଡ଼ିବନି। ଏତେ ସାଧନ ଭଜନ କରି 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 ମଣିଷ ଯୋଉଠି ପହଞ୍ଚେ, ଆମେ ବା ତା ଚରଣ ପାଖରେ ବସୁଛୁ, ତାକୁ ଭାବରେ ଦର୍ଶନ କରୁଛୁ। ତା ଶ୍ରୀ ମହାପ୍ରସାଦ, ଅନନ୍ତ ପ୍ରସାଦକୁ ସବୁଦିନ ପାଉଛୁ। ପୁଣି ସାଧନ କାହା? ଏହା ଏକ ପିଲାରେ ଆମେ ପରିଭାଷା ହେଇପାରେ, କିନ୍ତୁ ଆମ ସମସ୍ତଙ୍କ ଜୀବନର ସେ ସୁଯୋଗ ଆଉ ସୌଭାଗ୍ୟ ଅନନ୍ତଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ ଆମେ ଲାଭ କରିଛେ, ଦର୍ଶନ କରୁଛେ।
आदेश उपदेश को जीवन व्रत भाव निश्चित मन रखा सी अयोग्य शिक्षक नुहति आम अयोग्य छात्र छात्री पंजाए अयोग्य समर्पित पंजाए एभली अवस्था मानसिकता आम कर सी निजक अयोग्य घोषणा करा आम से अयोग्यता योग्य शिष्य योग्य समर्पित जीवन ये प्रचेषा एवं भावना आम भितर रहू एवं आम मागणी करवा हृदयर समस्त ज्ञान दूर कर से ज्ञान वर्तिका ज्ञान दीपावली आप जानतु जेभली आम आपण को जापारू चिन्ह पारू पूर्वाप संपद निश्चित आम जीवन हो पानी को समर्पण करुच्ची कथा अभय चरण समर्पण करुच्ची। जय श्री गुरुदेव, जय अनंत सुंदर, जय जगन्नाथ। Jai Guru, Jai Guru, Jai Guru.
ପ୍ରଥମେ ମନରେ ସ୍ମରଣ କରିବା ସିଏ ହେଉଛନ୍ତି ଅନନ୍ତ ତେଣୁ ପ୍ରଥମେ ସେଇ ତୁଳସୀ ସହ ବଳଭଦ୍ରଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣତି ନିବେଦନ ସେଇଭଳି ଭାବରେ